ରାଜ୍ୟରେ ଗତକାଲି ତୁଳନାରେ ଗ୍ରୀଷ୍ମ ପ୍ରବାହ ସାମାନ୍ୟ ହ୍ରାସ ପାଇଛି। ଗତକାଲି ବୌଦ୍ଧ ଓ ବାରିପଦା ଦେଶର ସବୁଠାରୁ ଉତ୍ତପ୍ତ ସହର ଥିବାବେଳେ ଆଜି ପାଗରେ ସାମାନ୍ୟ ପରିବର୍ତ୍ତନ କାରଣରୁ ଖରା କମିଛି। ବାରିପଦାରେ ଆଜି ତାପମାତ୍ରା ସର୍ବାଧିକ 44.6 ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର 30ଟି ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଜି ନୂଆପଡ଼ାରେ ତାପମାତ୍ରା 44 ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ତାଳଚେରରେ 43.8, ଝାରସୁଗୁଡ଼ା କେନ୍ଦୁଝରରେ 43.6, ଅନୁଗୁଳରେ 43.3, ବଲାଙ୍ଗୀରରେ 43.2, ସୁନ୍ଦରଗଡ଼ ବୌଦ୍ଧରେ 43, କଟକ ଭୁବନେଶ୍ୱରରେ 41.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ଦାସ କହିଛନ୍ତି, ପାଣିପାଗ ବିଭାଗ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ବା ସିଭିୟର ହିଟ୍ ୱେଭ୍ ଜାରି କରିଛି। ଆସନ୍ତା 24 ଘଣ୍ଟାରେ ସିଭିୟର ହିଟ୍ ୱେଭ୍ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ସୁନ୍ଦରଗଡ଼, ବରଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଖୋର୍ଦ୍ଧା ଓ କଟକକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ଉଷ୍ମ ଓ ଆର୍ଦ୍ର ସ୍ଥିତି ବି ଲାଗି ରହିବ। ବିଶେଷ କରି ଉପକୂଳ ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ଲାଗି ରହିବ। ଏନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ଥିବାବେଳେ ବିଜୁଳି ଓ ଘଡ଼ଘଡ଼ି ସହ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ 40ରୁ 50 କିମି ରହିବ। 24ରେ ବର୍ଷାର ସମ୍ଭାବନା ରହିଥିବା ବେଳେ ଯଦିଓ ଗ୍ରୀଷ୍ମ ପ୍ରବାହ ଏହି ସମୟରେ ରହିବ ନାହିଁ, ହେଲେ ଉଷ୍ମ ଓ ଆର୍ଦ୍ର ସ୍ଥିତି ସହ ଗରମ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତାପମାତ୍ରା ମଧ୍ୟ ଏହି ସମୟରେ 2ରୁ 3 ଡିଗ୍ରୀ କମିପାରେ। 25ରୁ ପୁଣି ଥରେ ବଢ଼ିବ ଖରା ଓ ଜାରି ହେବ ଗ୍ରୀଷ୍ମ ପ୍ରବାହ।